କେନ୍ଦ୍ରାପଡ଼ା ଛତାକୁ ଗଲେ ଆପଣ ଦେଖିବେ ଏଇଭଳି ଜଣେ ଲୋକ ନିଜକୁ ସମାଜସେବୀ ବୋଲି କହୁଛନ୍ତି। ଗୋଟେ ହେଲ୍ପ କରିବେ। କ'ଣ ହେଲ୍ପ କରିବେ? ଅସୁବିଧା ଥିବାରୁ ଆପଣ କହିଲେ କ'ଣଟା? ମୁଁ ଆସିଥିଲି ଟିକେ ଯାଇକି କେନ୍ଦ୍ରାପଡ଼ା ହସ୍ପିଟାଲ କରୁଛି ମୁଁ ସମାଜସେବୀ ଆସିଥିଲି। ମୁଁ କହିଲି ସାର୍ ବୋଧେ କ'ଣ ଆପଣ କ'ଣ କରନ୍ତି? ମୁଁ ଜାତୀୟ ଯୌତୁକ ଛାଡ଼ି ବାହାରିଛି ବ୍ଲଡ୍ ଡୋନର ଜଣେ ଓଡ଼ିଶାର ରେଡ୍ କ୍ରସ୍। ହଁ, ମୁଁ କନସିୟସ୍ କରେ ଯୌତୁକ ଦାବି ଉଠିଯାଉ ଉପହାର ଲୋକ ସଂଖ୍ୟା ନିର୍ଦ୍ଧାରଣ ଜାତି ଯେଉଁ ଜାତୀୟ ମନୋଭାବ ସମାଜରେ ଦୂରୀଭୂତ ହେବା ପାଇଁ ପ୍ରଚାର ମଧ୍ୟ କରେ। ଭଲ ଜାତୀୟ ମନୋଭାବ ସମାଜରେ ଦୂରୀଭୂତ ହେବା ଯେ ଲୋକ ସମସ୍ତଙ୍କୁ ଏହିପରି କହି ଟଙ୍କା ଆଦାୟ କରୁଛନ୍ତି। ଯାଞ୍ଚ କରିବେ ଆଉ। ହଁ, ଆଉ କ'ଣ କହୁଛନ୍ତି? ନାଇଁ ସାର୍ ମୁଁ ସାର୍ ଏହା କହୁଥିଲି। ମୁଁ କହିଲି ସାର୍ କୌଣସି ଅଫିସ ସ୍ତରୀୟ ଆମ ଜିଲ୍ଲା ସ୍ତରରେ କି ଆମ ପଞ୍ଚାୟତ ସ୍ତରରେ କି ବ୍ଲକ ସ୍ତରରେ ସାର୍ ଟିକେ କହିଥାନ୍ତି ଆପଣ ସରକାରୀ କି ସାହାଯ୍ୟ କରିବେ। ମୁଁ ଚାକିରି ଫେରି କିଛି କରୁନି। ହଉ ସାର୍। ଆଉ କ'ଣ ଚାହୁଁଛନ୍ତି? ହଁ ସାର୍ ଏହା ମୁଁ ତ ଏଇ ବର୍ତ୍ତମାନ ବୁଲି କନସିୟସ୍ କରିବା କାଗଜ କଲମ ଏସବୁ ଦରକାର ହେଉଛି। ଧରନ୍ତୁ ଗୋଟେ ଦରଖାସ୍ତ ଦେବି କାଗଜ ମାନେ ହେଲ୍ପ ବିଭିନ୍ନ ଅଫିସିଆଲି ମଧ୍ୟ ମୁଁ ମାଗେ, କିଏ ବି ଦେଇଥାନ୍ତି କିଏ ଦେଇନଥାନ୍ତି। ଆପଣ କ'ଣ ଚାହୁଁଛନ୍ତି ମୋଠୁ? ସାର୍ ଆପଣ କେଉଁ ଅଫିସର ଅଛନ୍ତି? ମୁଁ କିଛି ଅଫିସର ନାହିଁ ସାର୍ ଅଫିସର ମୁଁ ସେ ଅଫିସିଆଲି ଗାଡ଼ି ଆମର ମୁଁ ସହଯୋଗ ଆପଣ ଇଚ୍ଛା ଦେନ କ'ଣଟା? ଆପଣ ଇଚ୍ଛା ଦେନ କି ସାହାଯ୍ୟ କରିପାରିବେ? କ'ଣ କରିବି? ମୁଁ ଆପଣଙ୍କୁ କହିଲି କ'ଣ ଭାବିବି ଯଦି ଆପଣ ସ୍ୱଇଚ୍ଛାରେ କି ସହଯୋଗ କରିପାରିବେ? ସାହାଯ୍ୟ ଚାହୁଁଛନ୍ତି? ହଁ, ଆପଣ ଏଇ କଥା ମୋତେ 3-4 ଥର ଖଣ୍ଡେ ଦେଖା ହେଇ କହିଲେଣି। ନାଇଁ ମୁଁ କହିଲି ଆପଣ ତ ଏଇଠି ମୁଁ ଆସେ ସବୁବେଳେ ଦୋକାନ ବଜାର ଆସେ। ଆପଣ କ'ଣ କରନ୍ତି? ମୁଁ ଏଇ ତ ଆପଣଙ୍କୁ କହିଲି ମୁଁ ଏଇ କନସିୟସ୍ କରେ। ଆଗରୁ ଥିଲି ଆପଣ ITI କଲେଜରେ ପିଅନ ଥିଲି, ହେଇଗଲାଣି। ଏବେ ବି ଆପଣ ମାନ୍ୟବର ଜିଲ୍ଲାପାଳଙ୍କୁ ଜଣେଇଛି। ଆପଣ ପରିବାରରେ ସବୁ କିଏ କିଏ ଅଛନ୍ତି? ପରିବାର ଶୁଣନ୍ତୁ, ପରିବାରରେ କିଏ ଅଛନ୍ତି ଆପଣ? ପରିବାର ଆଜ୍ଞା ମୋର ମା ବାପା ସେ ଏକ୍ସପର୍ଟ କରିଗଲେଣି। ବାପା ଥିଲେ ପୁଲିସରେ, ଇଏ ଆମର ତହସିଲ ପିଅନ ଥିଲେ ରାଜକୀୟ ଆସେଷ୍ଟ ହେଇଗଲା। ମୁଁ ସାହାଯ୍ୟ ମାଗିଛି, କହିଲି ସାର୍ ମୋତେ ଟିକେ ସାହାଯ୍ୟ କରିପାରିବେ ଏ କ୍ଷେତ୍ରରେ କରିବେ, ନହେଲେ ସରକାର ସାହାଯ୍ୟ ମଧ୍ୟ। ଆପଣ ସମସ୍ତଙ୍କୁ ସାହାଯ୍ୟ କାହିଁ ମାଗୁଛନ୍ତି? ନିଜେ କାମ କ'ଣ କରୁଛନ୍ତି? ସାର୍ ପିଏମ୍ ଚାକିରି ମୁଁ ସାର୍ ତହସିଲ ପର୍ଯ୍ୟନ୍ତ ମୁଁ ଏବେ କି କାମ କରୁଛନ୍ତି? ବର୍ତ୍ତମାନ ସାର୍ ଥିଲି ତ ITI କଲେଜ ଛାଡ଼ିଲି। ଏବେ କିଛି କାମ କରୁଛନ୍ତି? ହଁ, ବର୍ତ୍ତମାନ ଘରେ ପନିପରିବା ଚାଷ ଛୋଟ ଆକାରରେ କରୁଛି।